ସାଙ୍ଗମାନେ ମୁଁ ଲୁଇ ଆପଣମାନଙ୍କର ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଲୁଇସ୍ ଡେଲି ଡୋଜ୍କୁ ସ୍ୱାଗତ କରୁଛି। ମୁଁ ମାଆଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଆପଣ ସମସ୍ତେ ଭଲରେ ରୁହନ୍ତୁ। ମୁଁ ଆଜି ମୋର ବ୍ଲଗ୍ଟି ଷ୍ଟାର୍ଟ କରିବାକୁ ଯାଉଛି। ଆଜି କ'ଣ କୁଆଡ଼େ ଯାଇଥିଲି ଆଉ କ'ଣ କଲି ଆପଣ ସମସ୍ତଙ୍କୁ ଏଇ ବ୍ଲଗ୍ରେ ଜଣେଇବି। ଚାଲନ୍ତୁ ଆଉ ଡେରି ନ କରି ବ୍ଲଗ୍ଟି ଷ୍ଟାର୍ଟ କରିବା। ରାତି 4ଟାରୁ ମୁଁ ଉଠି ପଡ଼ିଥିଲି ଆଉ ନିଦ ବି ହେଲାନି। ସେଥିପାଇଁ ସବୁ ନିତ୍ୟକର୍ମ ସାରିଦେଲି। ତାପରେ ଘରେ ସମସ୍ତେ ଉଠି ପଡ଼ିଲେ, ସେମାନେ ବି ସବୁ କାମ ସାରି ଆମେ ବାହାରି ପଡ଼ିଲୁ ଶନି ମନ୍ଦିର। ବାଟରେ ସାଇ ମନ୍ଦିର ପଡ଼ିଲା। ସାଇ ବାବାଙ୍କ ପାଖକୁ ଯାଇ ପାରିନଥିଲି, ହେଲେ ବାହାରୁ ବାବାଙ୍କୁ ପ୍ରଣାମ ଜଣେଇଲି ଆଉ ପଳେଇଲି। ସେଠି ମନ୍ଦିରରେ ପହଞ୍ଚି ଭୋଗ ଦୀପ କିଣିଲୁ, ବାହାରେ ଦୀପ ଲଗେଇଲୁ। ତାପରେ ବାହାରେ ଠାକୁରଙ୍କର ସ୍ତମ୍ଭରେ ରାଶି ତେଲ ଆଉ ପାଣି ଦେଲୁ। ମନ୍ଦିର ଭିତରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଲୁ ଆଉ ଭୋଗ ବି କରିଲୁ। ମା କାଳୀଙ୍କ ମନ୍ଦିର ବି ଥିଲା। ମାଙ୍କ ପାଖକୁ ଯାଇକି ମାଙ୍କ ଦର୍ଶନ କରିଲି ଆଉ ତାପରେ ଭୋଗ ନେଇକି ଘରକୁ ଆସିଲୁ। ବାଟରେ ଆସିଲା ବେଳେ ବାପାଙ୍କ ପଚାରିଲେ ଚା ପିଇବୁ? ମତେ ତ ଚା ବହୁତ ଭଲ ଲାଗେ, ମୁଁ ଆଉ ମନା କରିବି କେମିତି? ମୁଁ କହିଲି ହଁ ଚାହା ପିଇବି। ସେଥିପାଇଁ କି ବାପା ଯୋଉଠି ଭଲ ଚାହା କରେ ବାପା ସେଇଠିକି ନେଇକି ଯାଇଥିଲେ ଆଉ ସେ ଚାହା ବହୁତ ଟେଷ୍ଟ ଲାଗୁଥିଲା। ଆଉ ମୁଁ ଚାହା ସହିତ ଗୋଟେ ବିସ୍କିଟଟେ ଖାଇଲି। ତାପରେ ଘରକୁ ଆସିବା ପୂର୍ବରୁ ଜଳଖିଆ ବି ଖାଇକି ଆମେ ସମସ୍ତେ ଆସିଲୁ। ଏମିତି ହିଁ ଆଜି ସକାଳେ ମୋ ଟାଇମ୍ ବିତିଗଲା। ଆପଣମାନଙ୍କୁ ମୋ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣେଇବେ। ଆପଣ ଯଦି ମୋ ଭିଡ଼ିଓକୁ ନୂଆ କରି ଦେଖୁଛନ୍ତି ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ମୋ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ବି ଭୁଲିବେନି ସାଙ୍ଗମାନେ। ଥ୍ୟାଙ୍କ ୟୁ।